ୟୁରୋପ ଜଳୁଥିଲା, ରାଜାମାନଙ୍କ ଶକ୍ତି ଦୋହଲି ଯାଉଥିଲା, କୃଷକମାନେ ବିଦ୍ରୋହ କରୁଥିଲେ ଏବଂ ସମଗ୍ର ମହାଦେଶ ସଙ୍କଟରେ ପଡ଼ିଯାଇଥିଲା। ୱେଲକମ୍ ଟୁ ଦ ଡାର୍କ ୱାର୍ଲ୍ଡ ଅଫ୍ 17th ସେଞ୍ଚୁରୀ ୟୁରୋପ। ଚାଲନ୍ତୁ ଦେଖିବା କେତେ ଷ୍ଟ୍ରଙ୍ଗ ଅଛି ଆପଣଙ୍କ ପ୍ରିପାରେସନ୍। ଫାର୍ଷ୍ଟ କ୍ୱେଶ୍ଚିନ୍, ଦ 30 years war was fought between। କେଉଁ ସମୟ ମଧ୍ୟରେ 30 ବର୍ଷର ଯୁଦ୍ଧ ହେଇଥିଲା? ଅପସନ୍କୁ ଦେଖି ନିଅନ୍ତୁ। ଅପସନ୍ ଏ ଅଛି 1492 ରୁ 1498, ଅପସନ୍ ବି 1618 ରୁ 1639, ଅପସନ୍ ସି 1642 ରୁ 1649, ଅପସନ୍ ଡି 1688 ରୁ 1689। ଏବେ ଭଲ ଭାବେ ଚିନ୍ତା କର। ଏହା କେବଳ ଏକ ଯୁଦ୍ଧ ନଥିଲା, ଏହା ୟୁରୋପର ଦୁଃସ୍ୱପ୍ନ ପାଲଟିଥିଲା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି 1618 ରୁ 1649 ପର୍ଯ୍ୟନ୍ତ ଚାଲିଥିଲା 30 years war। ଏହି ଯୁଦ୍ଧ ପ୍ରଥମେ କ୍ୟାଥୋଲିକ୍ ଏବଂ ପ୍ରୋଟେଷ୍ଟାଣ୍ଟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା, କିନ୍ତୁ ଧୀରେ ଧୀରେ ସମଗ୍ର ୟୁରୋପରେ ଗୋଟିଏ ପାୱାର ଷ୍ଟ୍ରଗଲରେ ଫସିଗଲା। ଜର୍ମାନୀ ସବୁଠାରୁ ଅଧିକ ଧ୍ୱଂସପ୍ରାପ୍ତ ହୋଇଥିଲା। କ୍ୱେଶ୍ଚିନ୍ ନମ୍ବର 2କୁ ଦେଖିବା। ହ୍ୱିଚ୍ ରିଜନ୍ ସଫର୍ଡ ଦ ଗ୍ରେଟେଷ୍ଟ ଡେମୋଗ୍ରାଫିକ୍ ଲସ୍ ଡ୍ୟୁରିଂ ଦ 30 years war। 30 ବର୍ଷର ଯୁଦ୍ଧ ସମୟରେ କେଉଁ ଅଞ୍ଚଳ ସର୍ବାଧିକ ଜନସଂଖ୍ୟାର କ୍ଷତି ସହିଥିଲା? ଅପସନ୍ରେ ଅଛି ଇଂଲଣ୍ଡ, ନେଦରଲ୍ୟାଣ୍ଡ, ଜର୍ମାନୀ, ସ୍ୱିଡେନ୍। ଏବଂ ଏହାର ସଠିକ୍ ଉତ୍ତର ହେଇଯିବ ତୁମର ଅପସନ୍ ସି, ଜର୍ମାନୀ। ଯୁଦ୍ଧ, ଦୁର୍ଭିକ୍ଷ ଏବଂ ରୋଗ ଜର୍ମାନୀକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲା। ସାକ୍ସୋନି, ବ୍ରାଣ୍ଡେନବର୍ଗ ଏବଂ ତୁମର ବାଭାରିଆ ଭଳି ଅଞ୍ଚଳଗୁଡ଼ିକ ବ୍ୟାପକ ଜନସଂଖ୍ୟା କ୍ଷତିର ସମ୍ମୁଖୀନ ହୋଇଥିଲେ। କ୍ୱେଶ୍ଚିନ୍ ନମ୍ବର 3କୁ ଦେଖିବା। ଦ 80 years war was fought against। 80 ବର୍ଷର ଯୁଦ୍ଧ କାହା ବିରୁଦ୍ଧରେ ଲଢ଼ା ଯାଇଥିଲା? ଅପସନ୍ରେ ଅଛି ଫ୍ରାନ୍ସ, ଇଂଲଣ୍ଡ, ସ୍ପାନିଶ ରୁଲ୍, ଅଟୋମାନ ଏମ୍ପାୟାର। ଇଜି ଲାଗୁଛି କି? ବଟ୍ ୱେଟ୍, କରେକ୍ଟ ଆନ୍ସର ହେଉଛି ଅପସନ୍ ସି, ସ୍ପାନିଶ ରୁଲ୍। ନେଦରଲ୍ୟାଣ୍ଡସ ସ୍ପେନ୍ ବିରୁଦ୍ଧରେ ଏକ ଲମ୍ବା ଷ୍ଟ୍ରଗଲ ଲଢ଼ିଥିଲା ଏବଂ ଏହି ଯୁଦ୍ଧ ପରେ ଡଚ୍ ରିପବ୍ଲିକ୍ ଏକ ପ୍ରମୁଖ ବାଣିଜ୍ୟିକ ଶକ୍ତି ଭାବରେ ଉଭା ହୋଇଥିଲା। କ୍ୱେଶ୍ଚିନ୍ ନମ୍ବର 4କୁ ଯଦି ଦେଖିବା। ଦ ଇଂଲିଶ ସିଭିଲ୍ ୱାର୍ ଟୁକ୍ ପ୍ଲେସ୍ ଡ୍ୟୁରିଂ। କେଉଁ ସମୟ ମଧ୍ୟରେ ତୁମର ଇଂଲିଶ ସିଭିଲ୍ ୱାର୍ ହେଇଥିଲା? ଅପସନ୍ ଗୁଡ଼ିକୁ ଦେଖି ନିଅନ୍ତୁ। 1618 ରୁ 1639, 1642 ରୁ 1649, 1647 ରୁ 1652, 1688 ରୁ 1689 ମସିହା ମଧ୍ୟରେ ଏହି ଯୁଦ୍ଧ ହେଇଥିଲା। କୁହନ୍ତୁ ସଠିକ୍ ଉତ୍ତର। ଜାଣିଛନ୍ତି ଯଦି ଶେଷ ଉତ୍ତରକୁ ଲକ୍ କରିଦିଅନ୍ତୁ। ଏବଂ ଦ କରେକ୍ଟ ଆନ୍ସର ହେଉଛି ଅପସନ୍ ବି 1642 ରୁ 1649। ଏହି ଯୁଦ୍ଧ ରାଜା ଓ ପାର୍ଲାମେଣ୍ଟ ମଧ୍ୟରେ ହେଇଥିଲା ଏବଂ ଏହାର ଏଣ୍ଡିଂ ୟୁରୋପ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା, କାରଣ ଜଣେ ରୁଲିଂ ରାଜାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେ ରାଜା କିଏ ଥିଲେ ମୋତେ କମେଣ୍ଟରେ କହିବେ। କ୍ୱେଶ୍ଚିନ୍ ନମ୍ବର 5କୁ ଦେଖିବା। ଦ ଫ୍ରଣ୍ଟ ରିଭୋଲ୍ଟ ଟୁକ୍ ପ୍ଲେସ୍। ଫ୍ରଣ୍ଟ ରିଭୋଲ୍ଟଟା କେଉଁଠାରେ ହୋଇଥିଲା? ଅପସନ୍ରେ ଅଛି ସ୍ପେନ୍, ଫ୍ରାନ୍ସ, ଇଂଲଣ୍ଡ, ଇଟାଲୀ। ଟିକେ ଭାବନ୍ତୁ ତାପରେ ଉତ୍ତର ଦିଅନ୍ତୁ। କେଉଁ ଦେଶ ରୟାଲ ଆବସୋଲ୍ୟୁଟିଜମର ବିରୁଦ୍ଧରେ ଏକ୍ସପ୍ଲୋଡ୍ କରିଥିଲା? ଏବଂ ଏହାର ସଠିକ୍ ଉତ୍ତର ହେଇଯିବ ତୁମର ଅପସନ୍ ବି, ଫ୍ରାନ୍ସ। ଫ୍ରଣ୍ଟ ରିଭୋଲ୍ଟ ଫ୍ରାନ୍ସରେ ହେଇଥିଲା, ଯେଉଁଠାରେ ନୋବଲ୍ସ ଆଉ ପାର୍ଲାମେଣ୍ଟ କିଙ୍ଗର ଗ୍ରୋଇଂ ପାୱାରକୁ ଅଟକାଇବାକୁ ଚାହୁଁଥିଲେ। କ୍ୱେଶ୍ଚିନ୍ ନମ୍ବର 6 ଦେଖନ୍ତୁ। ହ୍ୱିଚ୍ ରୁଲର ବିକେମ୍ ଷ୍ଟ୍ରଙ୍ଗର ଆଫ୍ଟର ଦ ଫେଲୁଅର ଅଫ୍ ଦ ଫ୍ରଣ୍ଟ। ଯେଉଁ ଫ୍ରଣ୍ଟ ରିଭୋଲ୍ଟଟା ହେଲା, ସେହି ରିଭୋଲ୍ଟର ଫେଲୁଅର ପରେ କିଏ ଷ୍ଟ୍ରଙ୍ଗର ହେଲେ? ଅପସନ୍ରେ ଅଛି ହେନରୀ 4, ନେପୋଲିଅନ, ଲୁଇସ୍ 14 ନା ଲୁଇସ୍ 16। ଏହି ଶାସକ ଲେଟର ଆବସୋଲ୍ୟୁଟ୍ ମୋନାର୍କିର ସାଇମ୍ବଲ ବନିଲା ଏବଂ ଏହାର ସଠିକ୍ ଉତ୍ତର ହେଉଛି ତୁମର ଅପସନ୍ ସି, ଲୁଇସ୍ 14। ଫ୍ରଣ୍ଟ ରିଭୋଲ୍ଟ ବିଫଳ ହେଲା ପରେ ରୟାଲ ଅଥରିଟି ଆହୁରି ଶକ୍ତିଶାଳୀ ହୋଇଗଲା। କମେଣ୍ଟରେ କହିବେ ଯେ ଲୁଇସ୍ 14 କେଉଁ ଡାଇନେଷ୍ଟିର ରାଜା ଥିଲେ? କ୍ୱେଶ୍ଚିନ୍ ନମ୍ବର 7କୁ ଦେଖନ୍ତୁ। ଦ ନୋପେଲ୍ସ ରିଭୋଲ୍ଟ ଅଫ୍ 1637 ଟୁକ୍ ପ୍ଲେସ୍ ଇନ୍। 1637ରେ ଯେଉଁ ନୋପେଲ୍ସ ରିଭୋଲ୍ଟଟା ହେଇଥିଲା, କେଉଁ ପାଖରେ ହେଇଥିଲା ତାହା? ଅପସନ୍ରେ ଅଛି ନେପଲ୍ସ, ନର୍ମାଣ୍ଡି, କାଟାଲୋନିଆ, ବାଭାରିଆ। ଏହା ଟିକେ ଟ୍ରିକି ଅଛି, ଭାବିକି କୁହନ୍ତୁ। କରେକ୍ଟ ଆନ୍ସର ହେଉଛି ତୁମର ଅପସନ୍ ବି, ନର୍ମାଣ୍ଡି। ଏହା ଆଣ୍ଟି ଟ୍ୟାକ୍ସ ପିଜେଣ୍ଟ ରିଭୋଲ୍ଟ ଥିଲା, ଯେଉଁଠାରେ ଲୋକମାନେ କରପ୍ଟ ଟ୍ୟାକ୍ସ ଅଫିସିଆଲ ବିରୁଦ୍ଧରେ ଠିଆ ହୋଇଥିଲେ। କ୍ୱେଶ୍ଚିନ୍ ନମ୍ବର 8। ଦ ରିଭୋଲ୍ଟ ଇନ୍ ନେପଲ୍ସ ଇନ୍ 1647 ୱାଜ୍ ମେନଲି କଜ୍ଡ ବାଇ।
1647 ମସିହାରେ ନେପଲ୍ସରେ ହୋଇଥିବା ବିଦ୍ରୋହ ମୁଖ୍ୟତଃ କାହିଁକି ହେଇଥିଲା, ତାର କାରଣ କ'ଣ ଥିଲା? ଅପସନ୍ରେ ଅଛି ରିଲିଜିୟସ୍ ପର୍ସିକ୍ୟୁସନ୍, ଫୁଡ୍ ସର୍ଟେଜ୍ ଆଣ୍ଡ ହେଭି ଟ୍ୟାକ୍ସେସନ୍, କୋଲୋନିଆଲ୍ ଏକ୍ସପାନ୍ସନ୍ ନା ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍। ଯଦି ଲୋକଙ୍କ ପାଖରେ ଖାଦ୍ୟ ନଥିବ ଏବଂ ତା ଉପରେ ପୁଣି ହେଭି ଟ୍ୟାକ୍ସେସ୍ ଥିବ ତାହେଲେ କ'ଣ ହେବ? ଏକ୍ଜାକ୍ଟଲି ସଠିକ୍ ଉତ୍ତର ହେଉଛି ତୁମର ଅପସନ୍ ବି। ନେପଲ୍ସ ରିଭୋଲ୍ଟ ଇକୋନୋମିକ୍ ସଫରିଂର ଡାଇରେକ୍ଟ ରିଜଲ୍ଟ ଥିଲା। କ୍ୱେଶ୍ଚିନ୍ ନମ୍ବର 9 ଦେଖିନିଅନ୍ତୁ। ହୁ ବ୍ରିଫଲି ଲେଡ୍ ନେପଲ୍ସ ଏଜ୍ ଏ ରିପବ୍ଲିକ୍ ଇନ୍ 1647? 1647ରେ ନେପଲ୍ସକୁ କିଏ ଲିଡ୍ କଲେ ବ୍ରିଫଲି ଗୋଟିଏ ରିପବ୍ଲିକ୍ ହିସାବରେ? ଅପସନ୍ରେ ଅଛି କ୍ରମୱେଲ୍, ରିଚେଲିୟସ୍, ମାସାନିଆଲୋ, ୱାଲେନ୍ଷ୍ଟେନ୍। କରେକ୍ଟ ଆନ୍ସର୍ ହେଉଛି ଅପସନ୍ ସି ମାସାନିଆଲୋ। ଜଣେ ଅର୍ଡ଼ିନାରୀ ଫିସରମ୍ୟାନ୍ ରିଭୋଲ୍ଟର ସିମ୍ବଲ୍ ବନିଗଲା ଏବଂ କିଛି ସମୟ ପାଇଁ ନେପଲ୍ସ ରିପବ୍ଲିକ୍ ମଧ୍ୟ ବନିଯାଇଥିଲା। କ୍ୱେଶ୍ଚିନ୍ ନମ୍ବର 10କୁ ଦେଖିବା। ଦ ଗେବଲ୍ସ ୱାଜ୍ ଏ ଟ୍ୟାକ୍ସ ଅନ୍? ଗେବଲ୍ସ କାହା ଉପରେ ଗୋଟିଏ ଟ୍ୟାକ୍ସ ଥିଲା? ଅପସନ୍ରେ ଅଛି ଲ୍ୟାଣ୍ଡ, ସଲ୍ଟ, ଟ୍ରେଡ୍, ୱାଇନ୍। ଭଲ କି ଭାବନ୍ତୁ, ଫ୍ରାନ୍ସର କୃଷକମାନେ ଏହି ଟ୍ୟାକ୍ସ ଯୋଗୁଁ ବହୁତ ଅସୁବିଧା ହେଉଥିଲେ ଏବଂ ସଠିକ୍ ଉତ୍ତର ହେଉଛି ତୁମର ଅପସନ୍ ବି ସଲ୍ଟ। ଗେବଲ୍ସ ଫ୍ରାନ୍ସର ଫେମସ୍ ସଲ୍ଟ ଟ୍ୟାକ୍ସ ଥିଲା। ହେଭି ଟ୍ୟାକ୍ସେସନ୍ କାରଣରୁ ଫ୍ରାନ୍ସରେ ବହୁତ ପିଜେଣ୍ଟ ରିଭୋଲ୍ଟ ଗୁଡ଼ିକ ହେଇଥିଲା। କ୍ୱେଶ୍ଚିନ୍ ନମ୍ବର 11 ଦ କ୍ରୋକ୍ୱେଣ୍ଟ ରିଭୋଲ୍ଟ ୱେର୍ ଆସୋସିଏଟେଡ୍ ୱିଥ୍? କ୍ରୋକ୍ୱେଣ୍ଟ ରିଭୋଲ୍ଟ ଗୁଡ଼ିକ କାହା ସହିତ ଆସୋସିଏଟେଡ୍ ହେଇକି ରହିଥିଲେ? ଅପସନ୍ରେ ଅଛି ସ୍ପେନ୍, ଇଂଲଣ୍ଡ, ଫ୍ରାନ୍ସ, ନେଦରଲ୍ୟାଣ୍ଡ। ସଠିକ୍ ଉତ୍ତର ହେଉଛି ତୁମର ଅପସନ୍ ସି ଫ୍ରାନ୍ସ। କ୍ରୋକ୍ୱେଣ୍ଟ ରିଭୋଲ୍ଟ ଫ୍ରାନ୍ସର ପିଜେଣ୍ଟ ଅପରାଇଜିଂ ଥିଲା ଯେଉଁମାନେ ଟ୍ୟାକ୍ସ ଏବଂ ଫିଉଡାଲ ପ୍ରେସରର ଏଗେନ୍ଷ୍ଟରେ ଥିଲେ। 12 ନମ୍ବର କ୍ୱେଶ୍ଚିନ୍କୁ ଦେଖିବା। ଦ କାଟାଲୋନିଆ ରିଭୋଲ୍ଟ ୱିକେଣ୍ଡ ହୁଇଚ୍ ଏମ୍ପାୟାର? କାଟାଲୋନିଆ ବିଦ୍ରୋହ କେଉଁ ସାମ୍ରାଜ୍ୟକୁ ଦୁର୍ବଳ କରିଥିଲା? ଅପସନ୍ରେ ଅଛି ଅଟୋମାନ ଏମ୍ପାୟାର, ମୋଗଲ ଏମ୍ପାୟାର, ସ୍ପେନିଶ ଏମ୍ପାୟାର, ରସିଆନ୍ ଏମ୍ପାୟାର। କୋଉଟା ସଠିକ୍ ଉତ୍ତର? ଅପସନ୍ ସି ହେଉଛି ରାଇଟ୍ ଆନ୍ସର୍, ସ୍ପେନିଶ ଏମ୍ପାୟାର। କାଟାଲୋନିଆ ରିଭୋଲ୍ଟ ସ୍ପେନ୍ର ପଲିଟିକାଲ ଷ୍ଟାବିଲିଟିକୁ ଦୋହଲାଇ ଦେଇଥିଲା। ବାର୍ସିଲୋନାରେ ରିବେଲ୍ସ ମାନେ କାଷ୍ଟିଲିଆନକୁ ମଧ୍ୟ ଆଟାକ୍ କଲେ। 13 ନମ୍ବର କ୍ୱେଶ୍ଚିନ୍କୁ ଦେଖିବା। କେବେ ସୁଇସ୍ ପିଜେଣ୍ଟ ଅପରାଇଜିଂ ହୋଇଥିଲା? 1642, 1653, 1672, 1689। ସଠିକ୍ ଉତ୍ତର ହେଉଛି ତୁମର ଅପସନ୍ ସି 1653। ଏହି ଅପରାଇଜିଂ ୟୁରୋପରେ ୱାଇଡ୍ ସ୍ପ୍ରେଡ୍ ରୁରାଲ୍ ଅନରେଷ୍ଟର ଆଉ ଗୋଟିଏ ଏକ୍ଜାମ୍ପଲ୍ ଥିଲା। 15 ନମ୍ବର କ୍ୱେଶ୍ଚିନ୍। ଦ ୟୁକ୍ରେନ୍ ରିଭୋଲ୍ଟ ଅକ୍ୟୁର୍ଡ ଡ୍ୟୁରିଂ? କେଉଁ ସମୟରେ ତୁମର ୟୁକ୍ରେନ୍ ରିଭୋଲ୍ଟଟା ଅକ୍ୟୁର୍ଡ ହେଇଥିଲା, ଆରମ୍ଭ ହେଇଥିଲା? 1588ରୁ 1598, 1618ରୁ 1648, 1648ରୁ 1654, 1700ରୁ 1710। ସଠିକ୍ ଉତ୍ତର ହେଉଛି ଅପସନ୍ ସି 1648ରୁ 1654। ଇଷ୍ଟର୍ଣ୍ଣ ୟୁରୋପ ମଧ୍ୟ ସିରିୟସ୍ ଇନଷ୍ଟାବିଲିଟି ଫେସ୍ କରୁଥିଲା ଏବଂ ୟୁକ୍ରେନ୍ ରିଭୋଲ୍ଟ ଏହାର ଇମ୍ପୋର୍ଟାଣ୍ଟ ଏକ୍ଜାମ୍ପଲ୍ ଥିଲା। 15 ନମ୍ବର କ୍ୱେଶ୍ଚିନ୍କୁ ଦେଖିବା। ଦ ଇରିସ୍ ରିଭୋଲ୍ଟ ଅକ୍ୟୁର୍ଡ ଇନ୍? କେବେ ଇରିସ୍ ରିଭୋଲ୍ଟ ଅକ୍ୟୁର୍ଡ ହେଲା? ଅପସନ୍ ଅଛି 1588 ଓ 1601, 1618 ଓ 1639, 1641 ଓ 1689, 1701 ଓ 1715। ସଠିକ୍ ଉତ୍ତର ହେଉଛି ଅପସନ୍ ସି 1641 ଓ 1689। ଆୟାରଲ୍ୟାଣ୍ଡ ମଧ୍ୟ ପଲିଟିକାଲ ଇନଷ୍ଟାବିଲିଟି ଓ ରିବେଲିୟନରୁ ଏଫେକ୍ଟ ହେଇଥିଲା। ଆଗକୁ ଦେଖିବା। ଦ କୁରେଜ୍ ମୁଭମେଣ୍ଟ ୱାଜ୍ ଆସୋସିଏଟେଡ୍ ୱିଥ୍? କୁରେଜ୍ ମୁଭମେଣ୍ଟ କାହା ସହିତ ଆସୋସିଏଟେଡ୍ ହେଇକି ରହିଥିଲା? ଫ୍ରାନ୍ସ, ହଙ୍ଗରୀ, ସ୍ପେନ୍, ଇଟାଲୀ। ରିଜନଟାକୁ ଆଇଡେଣ୍ଟିଫାଇ କରିପାରିବ କି? ସଠିକ୍ ଉତ୍ତର ହେଉଛି ତୁମର ଅପସନ୍ ବି ହଙ୍ଗରୀ। କୁରେଜ୍ ମୁଭମେଣ୍ଟ ଇଷ୍ଟର୍ଣ୍ଣ ୟୁରୋପର ଇନଷ୍ଟାବିଲିଟି ଓ ଏଣ୍ଟି ହାସବର୍ଗ ରେସିଷ୍ଟେନ୍ସର ଏକ୍ଜାମ୍ପଲ୍ ଥିଲା। 17 ନମ୍ବର କ୍ୱେଶ୍ଚିନ୍ରେ ଅଛି। ମୋଷ୍ଟ 17th ସେଞ୍ଚୁରୀ ରିଭୋଲ୍ଟ ୱେର୍ ଡାଇରେକ୍ଟଲି ଲିଙ୍କ ୱିଥ୍? ଯେତେ ବି 17th ସେଞ୍ଚୁରୀର ରିଭୋଲ୍ଟ ଥିଲା ତାହା କାହା ସହିତ ଡାଇରେକ୍ଟଲି ଲିଙ୍କ ହେଇକି ରହିଥିଲା? ଅପସନ୍ ଅଛି ଇଣ୍ଡଷ୍ଟ୍ରିଆଲାଇଜେସନ୍, ଟ୍ୟାକ୍ସେସନ୍ ଆଣ୍ଡ ଷ୍ଟେଟ୍ ପ୍ରେସର, ସାଇଣ୍ଟିଫିକ୍ ରିଭଲ୍ୟୁସନ୍, ଓଭରସିଜ୍ ଡିସ୍କଭରି। ଏହା ଡିପଲି ଅଛି, ଟିକେ ଭାବି ନିଅନ୍ତୁ। ଆଉ ସଠିକ୍ ଉତ୍ତର ହେଇଯିବ ତୁମର ଅପସନ୍ ବି ଟ୍ୟାକ୍ସେସନ୍ ଆଣ୍ଡ ଷ୍ଟେଟ୍ ପ୍ରେସର। ଯୁଦ୍ଧ ଲଢ଼ିବା ପାଇଁ ସରକାର ଭାରି ଟ୍ୟାକ୍ସ ଲାଗୁ କରୁଥିଲେ ଏବଂ ସାଧାରଣ ଲୋକମାନେ ବିଦ୍ରୋହ କରିବା ଆରମ୍ଭ କରିଥିଲେ। ହେଭି ଟ୍ୟାକ୍ସ ହେଇଗଲେ ସେମାନଙ୍କ ଉପରେ ପ୍ରଭାବ ପଡ଼ିବ, ତେଣୁ ସାଧାରଣ ଲୋକ
ବିଦ୍ରୋହ କରୁଥିଲେ। 18 ନମ୍ବର କ୍ୱେଶ୍ଚିନ୍, ହ୍ୱିଚ୍ ୱାର୍ ଡିଭାଷ୍ଟେଟେଡ୍ ସେଣ୍ଟ୍ରାଲ ୟୁରୋପ ଦ ମୋଷ୍ଟ? କେଉଁ ଯୁଦ୍ଧ ସେଣ୍ଟ୍ରାଲ ୟୁରୋପକୁ ସବୁଠାରୁ ଅଧିକ ଧ୍ୱଂସ କରିଥିଲା? ଅପସନ୍ରେ ଅଛି ଇଂଲିଶ ସିଭିଲ୍ ୱାର୍, 80 ଇୟର୍ସ ୱାର୍, 30 ଇୟର୍ସ ୱାର୍ ନା କ୍ରିମିନ୍ ୱାର୍? ଇଜି କିନ୍ତୁ ଇମ୍ପୋର୍ଟାଣ୍ଟ। ସଠିକ୍ ଉତ୍ତର ହେଉଛି ତୁମର ଅପସନ୍ ସି 30 ଇୟର୍ସ ୱାର୍। ଏହି ଯୁଦ୍ଧ ସେଣ୍ଟ୍ରାଲ ୟୁରୋପର ଅର୍ଥନୀତି, କୃଷି ଏବଂ ଜନସଂଖ୍ୟାକୁ ପ୍ରାୟ ଧ୍ୱଂସ କରିଦେଲା। 19 ନମ୍ବର କ୍ୱେଶ୍ଚିନ୍କୁ ଦେଖିବା, ଦ ଗ୍ଲୋରିୟସ୍ ରିଭଲ୍ୟୁସନ୍ ଷ୍ଟାବିଲାଇଜ୍ ହ୍ୱିଚ୍ ସିଷ୍ଟମ୍ ଇନ୍ ଇଂଲାଣ୍ଡ? ତୁମର ଗ୍ଲୋରିୟସ୍ ରିଭଲ୍ୟୁସନ୍ଟା ଇଂଲାଣ୍ଡରେ କେଉଁ ସିଷ୍ଟମ୍କୁ ଷ୍ଟାବିଲାଇଜ୍ କଲା? ଅପସନ୍ରେ ଅଛି ଆବସୋଲ୍ୟୁଟ୍ ମୋନାର୍କି, ମିଲିଟାରୀ ରୁଲ୍, କନଷ୍ଟିଚ୍ୟୁସନାଲ୍ ମୋନାର୍କି ନା ଡିକ୍ଟେଟରସିପ୍? ଏହା ହେଉଛି ୱାନ୍ ଅଫ୍ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ଟର୍ଣ୍ଣିଂ ପଏଣ୍ଟ ଇଂଲଣ୍ଡର। ଆଉ ଏହାର ସଠିକ୍ ଉତ୍ତର ହେଇଯିବ ତୁମର ଅପସନ୍ ସି କନଷ୍ଟିଚ୍ୟୁସନାଲ୍ ମୋନାର୍କି। 1688-89ର ପରେ ପାର୍ଲିଆମେଣ୍ଟର ପାୱାର ଷ୍ଟ୍ରଙ୍ଗ ହେଇଗଲା ଓ ମୋନାର୍କି ଲିମିଟେଡ୍ ହେଲା। 20 ନମ୍ବର କ୍ୱେଶ୍ଚିନ୍କୁ ଦେଖିବା, ହ୍ୱିଚ୍ ହିଷ୍ଟୋରିଆନ୍ସ କମ୍ପେୟାର ଦ ଫ୍ରଣ୍ଟ ୱିଥ୍ ଦ ଇଂଲିଶ ବର୍ଜିୟସ୍ ରିଭଲ୍ୟୁସନ୍? କେଉଁ ହିଷ୍ଟୋରିଆନ୍ଟା ତୁମର ଫ୍ରଣ୍ଟ ଆଉ ଇଂଲିଶ ବର୍ଜିୟସ୍ ରିଭଲ୍ୟୁସନ୍କୁ କମ୍ପେୟାର କରିଥିଲେ? ଅପସନ୍ରେ ଅଛି ଟ୍ରେଭର ରୋପର, ଭୋଲ୍ଟେୟାର, ବୋରିସ୍ ପ୍ରୋଚନେଭ୍ ନା ଥିଓଡର ରାବ୍? ଆଜିର ଲାଷ୍ଟ କ୍ୱେଶ୍ଚିନ୍ ଏହା। ଲେଟ୍ସ ସି ଇଫ୍ ୟୁ ରିମେମ୍ବର। ଦେଖାଯାଉ ତୁମେମାନେ ମନେ ରଖିଛ କି ନାହିଁ। କରେକ୍ଟ ଆନ୍ସର୍ ହେଉଛି ତୁମର ଅପସନ୍ ସି ବୋରିସ୍ ପ୍ରୋଚନେଭ୍। ସେ ଫ୍ରଣ୍ଟକୁ ଇଂଲିଶ ରିଭଲ୍ୟୁସନ୍ର ଫ୍ରେଞ୍ଚ ଭେରିଏଣ୍ଟ ଏବଂ ଫ୍ରେଞ୍ଚ ରିଭଲ୍ୟୁସନ୍ର ଏର୍ଲି ସାଇନ୍ ବୋଲି କହିଥିଲେ। ତ ସାଙ୍ଗମାନେ, 17th ସେଞ୍ଚୁରୀ ୟୁରୋପ କେବଳ ଯୁଦ୍ଧର ସମୟ ନଥିଲା, ଏହା ହଙ୍ଗର, ଟ୍ୟାକ୍ସେସନ୍, ରିବେଲିୟନ୍ ଏବଂ କୋଲାପ୍ସିଂ ଡାଇନେଷ୍ଟିର ଏରା ଥିଲା ଏବଂ ଏହି ବିଶୃଙ୍ଖଳା ମଧ୍ୟରେ ମଡ଼ର୍ଣ୍ଣ ୟୁରୋପର ଜନ୍ମ ହୋଇଥିଲା। ନେକ୍ସଟ ପାର୍ଟରେ ଆମେ ନେଇକି ଆସିବୁ ଏହି ଚ୍ୟାପ୍ଟରର ମୋଷ୍ଟ ଇମ୍ପୋର୍ଟାଣ୍ଟ ଷ୍ଟେଟମେଣ୍ଟ ବେସ୍ଡ MCQ। ଆଜି ପାଇଁ ଏତିକି, ଦେଖା ହେବ ଆଉ ଗୋଟେ ଭିଡ଼ିଓରେ। ଦିସ୍ ଇଜ୍ ବିମଲ, ୟୁର ହିଷ୍ଟ୍ରି ମେଣ୍ଟର ଆଣ୍ଡ ହିଷ୍ଟ୍ରି ଏଜୁକେଟର। କିପ୍ ୱାଚିଂ, କିପ୍ ଲର୍ଣ୍ଣିଂ ଆଣ୍ଡ କିପ୍ ଗ୍ରୋଇଂ। ଥ୍ୟାଙ୍କ ୟୁ।